ଆମ ଗୁଗୁର ମୋର ମ୍ୟାଚିଂ ମ୍ୟାଚିଂ। ହ୍ୟାଲୋ ଗାଇସ୍, ୱେଲକମ୍ ଟୁ ଏ ମିନି ବ୍ଲଗ୍। ଏତେ ଦିନ ହେଲାଣି ଯେହେତୁ ମୁଁ ଦହିବରା ଖାଇନଥିଲି, ସକାଳୁ ସକାଳୁ ମୁଁ ମୋ ନିତ୍ୟକର୍ମ ସାରିକି ଆଗେ ପଳେଇଥିଲି ମାର୍କେଟ ଦହିବରା ଆଣିବା ପାଇଁ। ଦହିବରା ଆଣିକି ଘରକୁ ପୁରା ତାକୁ ଝାକାସ୍ ପୁରା ବାଢ଼ିଦେଲି ଆଉ ଖାଇଲି ତ। ଓ ମାଇ ଗଡ୍, ଆପଣମାନେ ତ ଜାଣିଥିବେ ଆମେ ଓଡ଼ିଆ ଭାରି ବଢ଼ିଆ। ଓଡ଼ିଆ ଲୋକମାନଙ୍କର ଦହିବରା କେତେ ଫେଭରେଟ୍ ମୋତେ କମେଣ୍ଟରେ କହିବେ। ତାପରେ ମୁଁ ଗୋଟେ ପାର୍ସଲ ପିକ୍ କରିସାରିକି ଗାଧେଇ ପାଧେଇ ପଳେଇ ଆସିଥିଲି। ଏଠି ମୁଁ ମ୍ୟାଜିକ୍ କରିକି ମୋର ସ୍କିନ୍ କେୟାର କମ୍ପ୍ଲିଟ୍ କରିଦେଇଛି। ତାପରେ ମୁଁ କରିଥିଲି ମୋର କିଛି ବ୍ରାଣ୍ଡର ସୁଟ୍ ସାରି ଛାତକୁ ଗଲାବେଳକୁ ମା ଲୁଣ ଲଙ୍କାଗୁଣ୍ଡ ଦେଇକିନା କୋଳି ଶୁଖେଇଥିଲା। ଆଉ ଏଇ ପାଗଟା ସମସ୍ତଙ୍କୁ ପସନ୍ଦ, ତ ମୁଁ ଗୋଟେ ଖାଇଦେଇକି ପଳେଇ ଆସିଲି ତଳକୁ। ତାପରେ ମୁଁ ଭାତ ଫାତ ଖାଇଥିଲି ଯାହା ହେଇଥିଲା ଘରେ। ଖାଇଦେଇକିନା ମୁଁ ଗୋଟେ ସୁନ୍ଦର ସେ ନ୍ୟାପ୍ ନେଇକି ଉଠି ଯାଇଥିଲି। ମାମୁନି ତାର ମାର୍କେଟ ଯାଇକି ଆଣିଥିଲା ମୋମୋ ଆଉ ଗୋଟେ ଫ୍ରୁଟି। ଆପଣ ତ ଡେଲି ଦେଖୁଛନ୍ତି ମୋ ମିନି ବ୍ଲଗ୍, ଆପଣମାନେ ଜାଣିପାରୁଥିବେ ମୁଁ ମୋମୋ କୋଉ ଦିନଠୁ ଖାଇନଥିଲି। ତ ଏତେ ଦିନ ପରେ ଖାଇକିନା ମୋତେ ବହୁତ ଖୁସି ଲାଗିଲା। ତାପରେ ପାଟି ରାଗ ହେଇଥିଲା, ମୁଁ ଫ୍ରୁଟିଟା ପିଇ ଦେଇଥିଲି। ଏଠି ରୋଷେଇ କରିବାବେଳେ ଗୁଗୁ ତାର ପୋଜ୍ ମାରୁଛନ୍ତି ଖୁସିରେ, କାରଣ ତାର ମୋର ଆଜି ପୁରା ମ୍ୟାଚିଂ ମ୍ୟାଚିଂ ପିନ୍ଧୁଛୁ। ତାପରେ ମୁଁ ଯାଇଥିଲି ମୋର ଆଜ ୟୁଜୁଆଲ ଡ୍ୟୁଟି, ରୁଟି କରିବା। ରୁଟି କରିସାରିକି ରୁଟି ଆଉ ଦିନର ବେସନ ତରକାରୀ ମୁଁ ଖାଇ ଦେଇଥିଲି। ଏତିକି ଥିଲା ଆଜି ମୋ ବ୍ଲଗ୍ ସାଙ୍ଗମାନେ, ଟାଟା।